ରୋହିତ ଏବଂ କୋହଲିଙ୍କ ବିଷୟରେ ଅନେକ ପ୍ରଶ୍ନ ଉଠାଯାଉଥିଲା, କିନ୍ତୁ ଉଭୟ ଖେଳାଳି ଦେଖାଇଥିଲେ ଯେ ସେମାନେ ଏବେ ବି ଭାରତକୁ ବିଜୟ ଆଡ଼କୁ ନେଇପାରିବେ। ରୋହିତ ଏକ ଉଲ୍ଲେଖନୀୟ ଶତକ ଖେଳିଥିଲେ, ଅନ୍ୟପଟେ କୋହଲି ଏକ ଅର୍ଦ୍ଧଶତକ ଖେଳି ତାଙ୍କୁ ରୋହିତକୁ ସମର୍ଥନ କରିଥିଲେ। ମ୍ୟାଚ୍ ପରେ ବିରାଟ କୋହଲି ରୋହିତ ଶର୍ମାଙ୍କ ସହିତ ଆଡାମ ଗିଲଖ୍ରିଷ୍ଟ ଏବଂ ରବି ଶାସ୍ତ୍ରୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ବିରାଟ କୋହଲି ଖୋଲାଖୋଲି ଭାବରେ କଥା ହୋଇଥିଲେ, ଅଷ୍ଟ୍ରେଲିଆ ପ୍ରଶଂସକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଦେଶରେ ତାଙ୍କର ଲମ୍ବା ଯାତ୍ରା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲେ। କୋହଲି କହିଥିଲେ, ଆମେ ମଧ୍ୟ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ। ଆମେ ଏହି ଦେଶରେ ଆସି ଏତେ ବଡ଼ ଭିଡ଼ ସାମ୍ନାରେ ଖେଳିବାକୁ ଭଲ ପାଉ। ଆମେ ଏଠାରେ ଆମର କିଛି ଶ୍ରେଷ୍ଠ କ୍ରିକେଟ ଖେଳିଛୁ, ତେଣୁ ଏତେ ଭଲ ସ୍ୱାଗତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏଠାରେ ଆମର କେବେ ବି ସମର୍ଥନର ଅଭାବ ହୋଇନାହିଁ। ବିରାଟ କୋହଲି କହିଥିଲେ, ରନ୍ ସ୍କୋର କରିବା ଭଲ ଲାଗିଲା। ଏହି ଖେଳ ଆମକୁ ପ୍ରତ୍ୟେକ ସ୍ତରରେ କିଛି ଶିଖାଏ। ଯେତେବେଳେ ପରିସ୍ଥିତି ଆପଣଙ୍କ ଇଚ୍ଛାରେ ଯାଉନାହିଁ, ଏହା ଆହୁରି ଚ୍ୟାଲେଞ୍ଜିଂ ହୋଇଯାଏ। ପଡ଼ିଆର ପରିସ୍ଥିତି ମୋତେ ମୋର ସର୍ବୋତ୍ତମ ଦେବାକୁ ବାଧ୍ୟ କରେ। ରୋହିତଙ୍କ ସହ ବ୍ୟାଟିଂ କରିବା ସହଜ। ମୁଁ ଖୁସି ଯେ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଆମର ଏକ ଭାଗିଦାରୀ ଥିଲା।